ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଅକ୍ଟୋବର ମାସରୁ ଦୀପାବଳି ଠାରୁ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ବଦଳିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ମୋଡ଼ ଆସିବାକୁ ଯାଉଅଛି, ଯାହା ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବ। ତେଣୁ ଏହି ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ପ୍ରଥମତଃ ଧନୁରାଶିଙ୍କର ବ୍ୟକ୍ତିବିଶେଷଙ୍କର ଆରାଧ୍ୟ ଏବଂ ଆଧିପତି ହେଉଛନ୍ତି ଏହି ଅକ୍ଟୋବର ମାସରେ ଗୁରୁ ଦେବଗୁରୁ ବୃହସ୍ପତି। କାରଣ ଆପଣଙ୍କର ଗୁରୁ ସ୍ଥାନରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଆରାଧ୍ୟ ଏବଂ ଆଧିପତି ଅଛନ୍ତି। ଫଳରେ ଆପଣଙ୍କୁ କୌଣସି ରାଜନୈତିକ କ୍ଷେତ୍ରରେ ପରାସ୍ତ କରିପାରିବେ ନାହିଁ। ତର୍କଶାସ୍ତ୍ର ହେଉ କିମ୍ବା ରାଜନୈତିକ କ୍ଷେତ୍ର ହେଉ, କୌଣସି ବ୍ୟକ୍ତି କ୍ଷେତ୍ରରେ ଆପଣ ପରାସ୍ତ ହେବ ନାହିଁ ଏବଂ ଆପଣଙ୍କର ସବୁଠାରେ ବିଜୟ ଲାଭ ହେବ। ଏବଂ ଆପଣ ଯଦି କୌଣସି ଛୋଟ ମୋଟ ବ୍ୟବସାୟ କରୁଥାନ୍ତି ତେବେ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଦେଖିବାକୁ ମିଳିବ ଏବଂ ଦେବଗୁରୁ ବୃହସ୍ପତିଙ୍କର ଆଧିପତ୍ୟ ଆପଣଙ୍କର ପଞ୍ଚମ ସ୍ଥାନରେ ଗୁରୁ ଭାଗରେ ରହିଥିବାରୁ ଅତ୍ୟନ୍ତ ଆହୁରି ଆପଣଙ୍କୁ ଲାଭପ୍ରାପ୍ତ ହେବ। ଯେମିତି ଆପଣ କୌଣସି ଚାକିରି ମଧ୍ୟ କରିପାରନ୍ତି। ଏହି ଅକ୍ଟୋବର ମାସରୁ ଆପଣ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଦେଖନ୍ତୁ, ସାଧାରଣତଃ ଧନୁରାଶିର ବ୍ୟକ୍ତିବିଶେଷମାନେ ବହୁତ ଭାବରେ ସରଳ ଏବଂ ଶାନ୍ତ ହୋଇଥାନ୍ତି, କିନ୍ତୁ କୌଣସି ମାତ୍ରାରେ ଆପଣଙ୍କର ଅତ୍ୟନ୍ତ ଶତ୍ରୁ ଅଛନ୍ତି। ତେଣୁ ଆପଣଙ୍କୁ ଜଗି ରହି ସତର୍କ ସହ ଚଳିବାକୁ ପଡ଼ିବ। କିନ୍ତୁ ଆପଣଙ୍କ ଦେବଗୁରୁ ବୃହସ୍ପତି ଆପଣଙ୍କର ଆରାଧ୍ୟ ଅଛନ୍ତି ଏବଂ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରେ ଅଛନ୍ତି। ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରେ ଥିବାରୁ ଆପଣଙ୍କର କ୍ଷେତ୍ରୀୟ ସ୍ଥାନରେ ଅଛନ୍ତି ସୂର୍ଯ୍ୟ ଏବଂ କ୍ଷେତ୍ରୀୟ ସ୍ଥାନ ହେଉଛି ଦ୍ୱାଦଶ ଘର। ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରେ ଥିବାରୁ ଆପଣଙ୍କୁ କୌଣସି କ୍ଷେତ୍ରରେ କେହି ଆପଣଙ୍କ ଉପରେ ଆଙ୍ଗୁଳି ମଧ୍ୟ ଉଠାଇ ପାରିବେ ନାହିଁ। ଆପଣ ଯେଉଁଠିକି ମଧ୍ୟ ଏହି ଅକ୍ଟୋବର ମାସରେ ଯିବେ ସେହିଠାରେ ଆପଣଙ୍କର ଜୟ ଲାଭ ହେବ। ଏବଂ ରାଜନୈତିକ କ୍ଷେତ୍ରରେ ଯଦି ଆପଣ ରାଜନୈତିକ କ୍ଷେତ୍ରରେ ଥାନ୍ତି, ପ୍ରାୟତଃ ଏହି ଧନୁରାଶିର ବ୍ୟକ୍ତିବିଶେଷ ମାନେ ଏବଂ ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ରାଜନୈତିକ କ୍ଷେତ୍ରରେ ଥାନ୍ତି। କିନ୍ତୁ ଧନୁରାଶିର ବ୍ୟକ୍ତିବିଶେଷ ମାନେ ଯଦି ରାଜନୈତିକ କ୍ଷେତ୍ରରେ ଥାନ୍ତି ତେବେ ଏହି ସମକ୍ଷରେ ଏହି ଅକ୍ଟୋବର ମାସରେ ଆପଣଙ୍କୁ କେହି ଟକ୍କର ଦେଲା ପରି ରାଜନେତା ମଧ୍ୟ ଆପଣଙ୍କ ଆଗରେ ତିଷ୍ଠି ପାରିବେ ନାହିଁ। ଆପଣଙ୍କର ରାଜନୈତିକ କ୍ଷେତ୍ରରେ ପ୍ରଚୁର ମାତ୍ରାରେ ଆପଣଙ୍କର ଉନ୍ନତି ଘଟିବ। ଆପଣଙ୍କର ସୂର୍ଯ୍ୟ ଦ୍ୱାଦଶ ଘରେ ଥିବାରୁ ଆପଣଙ୍କର ରାଜନୈତିକ କ୍ଷେତ୍ର ଉନ୍ନତି ଘଟିବ ଏବଂ ଆପଣଙ୍କର ପାରିବାରିକ କ୍ଷେତ୍ର ମଧ୍ୟ ଉନ୍ନତି ଘଟିବ। ପାରିବାରିକ କ୍ଷେତ୍ରରେ ଆପଣଙ୍କର ଯେକୌଣସି ଯେମିତି କଳିକଜିଆ ହେଉ କିମ୍ବା କୌଣସି ଜମିବାଡ଼ିକୁ ନେଇ ଆପଣଙ୍କର ଘରେ କଜିଆ ସୃଷ୍ଟି ହେଉଥିଲା, ତାହା ସବୁ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଏବଂ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରେ ଥିବାରୁ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଘଟିବ। ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେମିତି ଚର୍ମ ରୋଗ ହୋଇଯାଉ, ଆପଣଙ୍କୁ ସ୍ୱାସ୍ଥ୍ୟଜନିତ ଚର୍ମଜନିତ କିମ୍ବା ଆଣ୍ଠୁଗଣ୍ଠି ବାତ, ପେଟ ଗ୍ୟାସ୍ ଜନିତ ରୋଗ, ପ୍ରାୟତଃ ଏହି ରୋଗ ଆପଣଙ୍କୁ ସମସ୍ତଙ୍କୁ ହୋଇଥାଏ। ଧନୁରାଶିର ବ୍ୟକ୍ତିବିଶେଷ ପ୍ରାୟତଃ ଶ୍ୱାସ ହୋଇଥାଏ କିମ୍ବା ଆଣ୍ଠୁଗଣ୍ଠି ବାତ ଧରିଥାଏ। ଏହି ସବୁ ଗୁଣ ଆପଣଙ୍କର ଦୂରେଇ ଯିବ ଏବଂ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଘରୁ ଯେତେବେଳେ ଗୋଚର କରିବେ ସେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଏହି ସମସ୍ୟା ଆଉ ଦେଖାଯିବ ନାହିଁ। କିନ୍ତୁ ଦେଖନ୍ତୁ, ଗୁରୁ ଏବଂ ସୂର୍ଯ୍ୟ ଆପଣଙ୍କର ରହିଗଲେ ଆଧିପତ୍ୟ ଏବଂ କୁଳଦେବତା, କିନ୍ତୁ ପଞ୍ଚମ ଘରେ ଦେବଗୁରୁ ବୃହସ୍ପତି ଥିବାରୁ ସପ୍ତମ ଘରେ ଶନି ବିରାଜମାନ କରିଛନ୍ତି ଏବଂ ଶନିଙ୍କର ଦୃଷ୍ଟି ଆପଣଙ୍କ ଉପରେ ବହୁତ ମାତ୍ରାରେ ଅଛି। ତେଣୁ ଆପଣ ଯେତେ ସମ୍ଭବ କର୍ମ ଟିକେ ଭଲ କରନ୍ତୁ। କୌଣସି ଗରିବ ଲୋକ ହେଉ କିମ୍ବା କୌଣସି ଗାଈ ଗୋରୁ
को आपण खाद्य प्रदान करंतु एवं कौनसी छोट पिलांकु आपण वस्त्र दान करंतु। फल आपणकर जे सबु असुविधा सम्मुखीन होते से आपण माने संतुष्ट होइजिवे एवं से मध्य आपण उद्धार पाइजिवे। शनिंकर एवं कौनसी दृष्टि आपणक उपरे रही नाही। धनु राशि व्यक्ति विशेष क्षेत्र में अक्टोबर मासटी और प्रचुर मात्रा उन्नतिमय हेबाकु जाउछि एवं आपणक जीवनटी को अहुरी मध्य मधुर करिबा पई आपण प्रत्येक दिन हनुमान चालीसा पाठ करंतु एवं हरि नाम जप करंतु। फल आपणकर मनटी शांति हेबो एवं आपणकर आत्मा को मध्य प्राण मिलिबो किंबा बल आपण जहा पाई परंती। जेते मात्रा रे आपण हनुमान चालीसा पाठ करंतु एवं हरिनाम जप करंतु एवं प्रत्येक सोमवार दिन जाई महादेव मंदिर रे जल अर्पण करंतु। फल देखिबे आपणकर बहुत मात्रा रे परिवर्तन घटिबो एवं धनु राशि व्यक्ति विशेष माने मध्य बहुत सरल एवं साहसी होइथांती एवं बहुत मध्य परोपकारी होइथांती। तेबे एही काम मध्य करंतु। एही अक्टोबर मासरे आपणकर शुभ रंग नेली। आपणकर शुभ समय 7:30 रु 9:30 पर्यंत एवं आपणकर शुभ बार सोमवार। तेणु जेते तह संभव आपण एही कार्य को कले आपणकर मंगल हेबो। आ छोट कथाटिए आपण जति धनु राशि व्यक्ति से होइथांती एवं एही भिडियोटी को शेष पर्यंत देखि थांती तेबे कमेंट रे जय जगन्नाथ निश्चय लिखिबे एवं भिडियोटी को सब्सक्राइब करी लाइक करी दियंतु। फल कि आपण माने प्रत्येक दिन धनु राशि जे भी मु वीडियो अपलोड करी आपण माने अपडेट रही परिबे। रहउछु धन्यवाद।